ଆଜି ସକାଳୁ ସକାଳୁ ବ୍ରେକଫାଷ୍ଟରେ ମିଳିଗଲା ଚିକେନ ଝୋଳକୁ ଆଉ ରୁଟି। ହେ ଗାଇସ୍, ମୁଁ ଅଭିଷେକ ଚେନ୍ନାଇରେ କାମ କରେ। 365 ଡେ ଚ୍ୟାଲେଞ୍ଜ ବ୍ଲଗର ଆଜି ଡେ 25। ତ କ'ଣ କି ଏବେ ମୁଁ ଡ୍ୟୁଟିରୁ ଫେରିଲି। ସବୁଦିନ ପରି ଆଜି ମୋର 12 ଘଣ୍ଟା ଡ୍ୟୁଟି ଥିଲା। ଶେଷ କରିକି ଆସିକି ପହଞ୍ଚିଗଲି ଚିକେନ ଦୋକାନରେ। ଯେହେତୁ ରବିବାର ଥିଲା ଆଉ ଚିକେନ ନହେଲେ କେମିତି ହବ, ଆଳୁ କାଟିକି ଭାଜିଦେଲି। ତାପରେ ମସଲା ରେଡି କରିକି ତେଲରେ କଷିଦେଲି। ତାପରେ ଆଉ ଗୋଟେ ପେଷ୍ଟ କରିଥିଲି, ତାକୁ ବି ପକେଇକି ଭଲ ଭାବରେ କଷିଦେଲି। ଚିକେନ ଆଳୁ ପକେଇଦେଲି, ତାପରେ ଭଲ ଭାବରେ କଷିଦେଲି। ତାପରେ ଚାଲିଲି ରୁଟି ବନେଇବାରେ, କାହିଁକିନା ଆଜି ଟିକେ ଇଚ୍ଛା ହେଲା ରୁଟି ସାଙ୍ଗରେ ଚିକେନ ଝୋଳ। 12 ଘଣ୍ଟା ଡ୍ୟୁଟି କରିକି ଆସିକି ଏସବୁ ଜିନିଷ ସମ୍ଭବ ନୁହେଁ, କିନ୍ତୁ କ'ଣ କରିବା, କରିବାକୁ ତ ପଡ଼ିବ। କାହିଁକିନା ବାହାରେ ଏଠି ବହୁତ ରେଟ୍, ଆଉ ଟେଷ୍ଟ ବି ଟିକେ ହେଲେ ବି ନାହିଁ। ଦେଖୁ ଦେଖୁ ଚିକେନ ରେଡି ହେଇଗଲା। ଆଉ ଡେରି ନ କରି ଚାଲି ବ୍ରସ୍ କରିବାକୁ। ବ୍ରସ୍ କଲା ପରେ ଚିକେନ ପୁରା 100% ରେଡି। ଧନିଆ ପତ୍ର ପକେଇକି ଚିକେନଟାକୁ ଶେଷ କରିଦେଲି। ତାପରେ ଚାଲି ରୁଟି ସେକିବାକୁ। ରୁଟି ବି ଆଡ଼େ ହେଇଗଲା। ତାପରେ ଆଉ ଡେରି ନ କରି ବସି ପଡ଼ିଲୁ ଖାଇବା ପାଇଁ। ଷ୍ଟୋଭ ପଛେ କିନ୍ତୁ ନିଜ ହାତରେ ବନେଇ ଖାଇବାର ମଜା ହିଁ କିଛି ଅଲଗା। ହଁ ସାଙ୍ଗମାନେ, ଖାଇଦେଲି। ତାପରେ ଚାଲି ଶୋଇବା ପାଇଁ। ଏବେ ମୁଁ ଗାଧେଇ ପଡ଼ିଲି। ଆଉ ସମୟ ଆଣି ସନ୍ଧ୍ୟା 5ଟା, କାହିଁକିନା ମୁଁ ଶୋଇକି ଲେଟ୍ରେ ଉଠିଲି। ତାପରେ ରେଡ଼ି ହେଇଥିଲା ଆମର ଭାତ ସାଙ୍ଗକୁ ଚିକେନ। ଚିକେନ ତ ରେଡ଼ି ହେଇଥିଲା ଆଗରୁ, ତାପରେ ଭାତ କରିଦେଇଥିଲି। ଡେରି ନ କରି ଖାଇ ଦେଇଥିଲି। ହଁ ସାଙ୍ଗମାନେ, ବ୍ଲଗ୍ଟି ଦେଖିଥିବାରୁ ବହୁତ ଧନ୍ୟବାଦ। ଆଉ ସବସ୍କ୍ରାଇବ୍ କରିଦିଅ ପ୍ଲିଜ୍।